ମା ଘଟଗାଁ ତାରିଣୀଙ୍କ ମୁହଁ କାହିଁକି ଲାଲ ରଙ୍ଗର? ମା ଘଟଗାଁ ତାରିଣୀ ପ୍ରକୃତରେ କିଏ? ଘଟଗାଁର ନାମ ଘଟଗାଁ କେମିତି ହେଲା? ମା ତାରିଣୀ କାଞ୍ଚିରୁ ପୁରୀ ଆଉ ପୁରୀରୁ ଘଟଗାଁ କେମିତି ଆସିଲେ? ଓଡ଼ିଶାର ହୃଦୟରେ ଅଛି ଏକ ଅଦ୍ଭୁତ ଶକ୍ତିପୀଠ, ଯେଉଁଠାରେ ମାଙ୍କ ଡାକ ଶୁଣିଲେ ଭକ୍ତଙ୍କ ଆଖିରୁ ଲୁହ ଝରି ପଡ଼େ। ସେହି ମା ହେଲେ ଘଟଗାଁ ତାରିଣୀ। କିନ୍ତୁ ମା ତାରିଣୀ କେମିତି ଆସିଲେ ଘଟଗାଁକୁ, ସେଇ କଥା କେହି ମଧ୍ୟ ଜାଣିନାହାନ୍ତି। କାହିଁକି ଏହି ସ୍ଥାନ ତାଙ୍କ ଧାମ ହେଲା? ଆଜି ଏହି ଭିଡିଓରେ ଆମେ ଜାଣିବା ସେହି ରହସ୍ୟମୟ, ଆଧ୍ୟାତ୍ମିକ ଓ ହୃଦୟସ୍ପର୍ଶୀ କାହାଣୀ। ଅନେକ ବର୍ଷ ପୂର୍ବରୁ ଆଜିର ଘଟଗାଁ ଥିଲା ଘଞ୍ଚ ଜଙ୍ଗଲରେ ଘେରା ଏକ ଅଞ୍ଚଳ। ନଥିଲା ରାସ୍ତା, ନଥିଲା ଆଲୋକ, ନଥିଲା ସୁରକ୍ଷା। ଲୋକମାନେ ରହୁଥିଲେ ଭୟ ଓ କଷ୍ଟରେ ଏବଂ ପ୍ରାର୍ଥନା କରୁଥିଲେ, ହେ ମା, ଆମକୁ ରକ୍ଷା କର। ତ୍ରେତୟା ଯୁଗ। ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କୁ ଖୋଜି ଖୋଜି ଜଙ୍ଗଲରେ ଘୁରି ବୁଲୁଥିଲେ। ମନରେ ବେଦନା, ଆଖିରେ ଅଶ୍ରୁ, ହୃଦୟରେ ଥିଲା ଏକମାତ୍ର ଆକାଂକ୍ଷା, ମୋ ସୀତା କେଉଁଠି? ସେହି ସମୟରେ ପ୍ରଭୁ ରାମ ଦିବ୍ୟ ଶକ୍ତିଙ୍କ ଆବାହନ କଲେ, ହେ ମା, ମୋତେ ପଥ ଦେଖାଅ। ହଠାତ୍ ଚାରିପଟେ ଦିବ୍ୟ ଆଲୋକ ଖେଳିଗଲା, ଶଙ୍ଖ ଧ୍ୱନି ଶୁଣାଗଲା, ଆକାଶରୁ ପୁଷ୍ପବୃଷ୍ଟି ହେଲା। ସେହି ଆଲୋକ ମଧ୍ୟରୁ ପ୍ରକାଶିତ ହେଲେ ମା ଯୋଗମାୟା। ମା କହିଲେ, ହେ ରାମ, ମୁଁ ତୁମକୁ ସାହାଯ୍ୟ କରିବି, କିନ୍ତୁ ଗୋଟିଏ ସର୍ତ୍ତ ଅଛି। ଯଦି ତୁମେ ମୋତେ ଦେଖିବ, ତେବେ ମୁଁ ପଥର ରୂପରେ ପରିଣତ ହେବି। ରାମଚନ୍ଦ୍ର ମାଙ୍କ ସର୍ତ୍ତରେ ରାଜି ହେଲେ। କିନ୍ତୁ ହଠାତ୍ ଭକ୍ତି ଓ ଆଶ୍ଚର୍ଯ୍ୟରେ ପ୍ରଭୁ ରାମଚନ୍ଦ୍ର ମାଙ୍କ ଦିବ୍ୟ ରୂପକୁ ଦେଖିଦେଲେ ଏବଂ ସେହି ମୁହୂର୍ତ୍ତରେ ମା ଯୋଗମାୟା ପଥର ମୂର୍ତ୍ତିରେ ପରିଣତ ହେଲେ। ସେହି ଦିବ୍ୟ ଶକ୍ତି ହେଲେ ଆଜିର ମା ତାରିଣୀ ବୋଲି ଭକ୍ତମାନଙ୍କ ବିଶ୍ୱାସ। ମା ତାରିଣୀ କେବଳ ଗୋଟିଏ ଦେବୀ ନୁହନ୍ତି, ସେ ହେଉଛନ୍ତି ଆଦି ଶକ୍ତି, ସମସ୍ତ ଶକ୍ତିର ମୂଳ। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ଧନ, ସମୃଦ୍ଧି, କୃପା ଦେଲାବେଳେ ସେ ହେଲେ ମହାଲକ୍ଷ୍ମୀ। ଜ୍ଞାନ, ବୁଦ୍ଧି, ଶିକ୍ଷା ଦେଲାବେଳେ ସେ ହେଲେ ମହା ସରସ୍ୱତୀ। ଦୁଷ୍ଟ ଶକ୍ତି ନାଶ ଓ ଭକ୍ତଙ୍କୁ ରକ୍ଷା କରିବା ବେଳେ ସେ ହେଲେ ମହାକାଳୀ, ଅର୍ଥାତ୍ ମା ତାରିଣୀଙ୍କ ଭିତରେ ତିନୋଟି ଦେବୀଙ୍କ ଶକ୍ତି। ସେଥିପାଇଁ ଭକ୍ତମାନେ କହନ୍ତି, ମା ତାରିଣୀ ହେଉଛନ୍ତି ସମସ୍ତ ଶକ୍ତିର ସମ୍ପୂର୍ଣ୍ଣ ରୂପ। ମା ଘଟଗାଁ ତାରିଣୀଙ୍କ ମୁହଁ କାହିଁକି ଲାଲ ରଙ୍ଗର? ମାଙ୍କ ଲାଲ ରଙ୍ଗ କେବଳ ରଙ୍ଗ ନୁହେଁ, ଏହା ଗଭୀର ଆଧ୍ୟାତ୍ମିକର ପ୍ରତୀକ। ଲାଲ ରଙ୍ଗର ଅର୍ଥ ଶକ୍ତିର ପ୍ରତୀକ, ମାତୃ ସ୍ନେହର ପ୍ରତୀକ, ସାହସ ଓ ସୁରକ୍ଷାର ପ୍ରତୀକ, ଭକ୍ତି ଓ ଆଶୀର୍ବାଦର ପ୍ରତୀକ। ଲାଲ ସିନ୍ଦୁର, କୁମକୁମ ଓ ପୂଜାର ରଙ୍ଗ ମଧ୍ୟ ଦେବୀଙ୍କ ଶକ୍ତିକୁ ପ୍ରକାଶ କରେ। ଏହି କାରଣରୁ ମାଙ୍କ ମୁହଁ ଲାଲ ରଙ୍ଗରେ ଦେଖାଯାଏ, ଯାହା ଭକ୍ତଙ୍କୁ ସୂଚାଇ ଦିଏ, ମୁଁ ଅଛି, ଭୟ କରନି। ଘଟଗାଁର ନାମ ଘଟଗାଁ କେମିତି ହେଲା? ଏହି ସ୍ଥାନ ପଛରେ ଅଛି ଏକ ପବିତ୍ର କଥା। କୁହାଯାଏ, ପୂର୍ବରୁ ଏଠାରେ ଘଟ ବା ପବିତ୍ର କଳସ ସ୍ଥାପନା କରି ଦେବୀଙ୍କ ପୂଜା କରାଯାଉଥିଲା। ସେହି ଘଟରେ ମାଙ୍କ ଶକ୍ତିକୁ ଆମନ୍ତ୍ରଣ କରାଯାଉଥିଲା। ଧୀରେ ଧୀରେ ଏହି ଗାଁର ପରିଚୟ ହେଲା ଘଟ ପ୍ଲସ୍ ଗାଁ, ଘଟଗାଁ, ଏବଂ ସେହି ନାମରେ ପ୍ରସିଦ୍ଧ ହେଲା ମାଙ୍କ ଏହି ପବିତ୍ର ଧାମ। ମା ତାରିଣୀ କାଞ୍ଚିରୁ ପୁରୀ ଆଉ ପୁରୀରୁ ଘଟଗାଁ କେମିତି ଆସିଲେ? ଲୋକ କଥା ଅନୁସାରେ କାଞ୍ଚି ଅଭିଯାନ ସମୟରେ ଶ୍ରୀ ଜଗନ୍ନାଥଙ୍କ କୃପାରେ ଅନେକ ଦିବ୍ୟ ଶକ୍ତି ଓଡ଼ିଶାକୁ ଆସିଥିଲା। ସେହି ଦିବ୍ୟ ଶକ୍ତି ମାନଙ୍କ ମଧ୍ୟରୁ ମା ତାରିଣୀଙ୍କ ଆଗମନ ମଧ୍ୟ ସମ୍ବନ୍ଧରେ କଥା ପ୍ରଚଳିତ ଅଛି। ପ୍ରଥମେ ପୁରୀ ଧାମରେ ମାଙ୍କ ପୂଜା ହେଲା, ପରେ ଦେବୀଙ୍କ ଇଚ୍ଛା ଅନୁଯାୟୀ ସେ ଘଞ୍ଚ ଜଙ୍ଗଲ ଅଞ୍ଚଳ ଘଟଗାଁରେ ବିରାଜିଲେ, ଯେଉଁଠାରେ ସେ ଭକ୍ତଙ୍କ ରକ୍ଷା କରିବେ। ଏହିପରି ଭାବେ ପୁରୀରୁ ଘଟଗାଁ ହେଲା ମାଙ୍କ ନୂଆ ଧାମ। ଆଜି ସେହି ସ୍ଥାନ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା କେନ୍ଦ୍ର। ମା ତାରିଣୀ କେବଳ ଏକ ନାମ ନୁହନ୍ତି, ସେ ହେଉଛନ୍ତି ଭକ୍ତିର ଶକ୍ତି, ସେ ହେଉଛନ୍ତି ଆଶାର ଆଲୋକ, ସେ ହେଉଛନ୍ତି ମାଙ୍କ ଅସୀମ କୃପା। ଭିଡିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ। କମେଣ୍ଟରେ ଭକ୍ତି ଭାବରେ ଲେଖନ୍ତୁ, ଜୟ ମା ତାରିଣୀ। ସବସ୍କ୍ରାଇବ କରନ୍ତୁ ଆଉ ଏମିତି ଭକ୍ତିମୟ, ରହସ୍ୟମୟ ଓ ଆଧ୍ୟାତ୍ମିକ ଭିଡିଓ ସବୁଠାରୁ ପ୍ରଥମରେ ଦେଖିବା ପାଇଁ। ମାଙ୍କ କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଜୟ ମା ଘଟଗାଁ ତାରିଣୀ।